ମୁଁ ଜଗତର ନାଥ ଜଗନ୍ନାଥ, ତୁ ମୋର ଭକ୍ତ। ମୁଁ ତତେ ଆଜି କହିବା ପାଇଁ ଯାଉଛି, ମୋର ଶରୀରକୁ ତ ଦେଖୁଛୁ, ମୋର ଗୋଡ଼ କାହିଁକି ନାହିଁ? ମୋର ମୁଣ୍ଡକୁ ତ ଦେଖୁଛୁ, ମୋର ଚୁଟି କାହିଁକି ନାହିଁ? ଯେହେତୁ ତୁ ମୋର ଭକ୍ତ, ମୁଁ ତୋ ପାଇଁ ବି ଗୋଟେ କଥା ଭାବିଛି, ଶେଷରେ କହିବି। ତାହେଲେ ଶୁଣ, ସତ୍ୟ ଯୁଗର କଥା। ମୁଁ ନାରାୟଣ ରୂପରେ ଅବତାର ନେଇଥିଲି। ସେଠି ଏକ ରାଜା ରହୁଥିଲା, ଯାହାର ନାମ ଥିଲା ବଳି। ସେ ବହୁତ ଦାନ ପୁଣ୍ୟ କରୁଥିଲା। ଏତେ ଦାନ ପୁଣ୍ୟ କରୁଥିଲା ଯେ ତା ପାଖକୁ ଯିଏ ଆସୁଥିଲା ଖାଲି ହାତରେ ଫେରୁନଥିଲା। ବଳି କହୁଥିଲା, ମୋତେ ଯିଏ ଥରେ ଦାନ ମାଗିବ ମୁଁ ତାକୁ ଏତେ ସବୁ ଦେବି, ତାକୁ ଆଉ କାହା ଆଗରେ ହାତ ପତେଇବାକୁ ପଡ଼ିବ ନାହିଁ। ତା ମନରେ ଧୀରେ ଧୀରେ ଗର୍ବ ଅହଙ୍କାର ମାଡ଼ି ଆସିଥିଲା। ଶୁଣରେ, ମୁଁ ସବୁ ସହିଯିବି, କିନ୍ତୁ କାହାର ଗର୍ବ ଅହଙ୍କାର ସହିପାରିବି ନାହିଁ। ମୁଁ ତାପରେ ବାମନ ଅବତାର ନେଲି। ବଳି ପାଖକୁ ପଳେଇଲି। ବଳିକି କହିଲି, ରାଜା, ମୋର ମାତ୍ର 3 ପାଦ ଜମି ଦରକାର। ବଳି ମୁରୁକେଇକି ହସିଲା। ଭାବିଲା, ମୁଁ କେତେ କ'ଣ ଦଉଛି କାହାକୁ? ସାମାନ୍ୟ ବ୍ରାହ୍ମଣ ମୋତେ 3 ପାଦ ଜମି ମାଗୁଛି। ମୁଁ କହିଲି, ହଉରେ, ଦେଇପାରିବୁ? କହିଲା, ମାଗ, କୋଉ କୋଉ ଜାଗା ନବ? ମୁଁ ଗୋଟାଏ ପାଦରେ ସମଗ୍ର ଆକାଶକୁ ନେଇଗଲି, ଆଉ ଏକ ପାଦରେ ସମଗ୍ର ପୃଥିବୀ କି ନେଇଗଲି। ବଳି ନିଜ ଭୁଲ ଜାଣିପାରିଲା। ବଳି ଜାଣିପାରିଲା ଯେ ସ୍ୱୟଂ ଭଗବାନ ଆସିଛନ୍ତି। ସେ ନିଜ ମୁଣ୍ଡକୁ ନୁଆଇ ଦେଲା। କହିଲା, ଭଗବାନ, ମୋର ଭୁଲ ହେଇଯାଇଛି। ତାହେଲେ ଆପଣ ତୃତୀୟ ପଦ କାହିଁ? ମୁଁ ମୋ ନାଭିରୁ ଏକ ପାଦ ବାହାର କଲି, ବଳି ମୁଣ୍ଡ ଉପରେ ରଖିଲି, ତାକୁ ପାତାଳକୁ ପଠେଇ ଦେଲି। ସ୍ୱର୍ଗ ମର୍ତ୍ତ୍ୟ ପାତାଳ ସବୁ ନେଇଗଲି। ବଳି ନିଜ ଭୁଲ ବୁଝିପାରି ମୋତେ କହିଲା, ପ୍ରଭୁ, ଦାନ କରିବା କ'ଣ ଭୁଲ? ତାହେଲେ ଆପଣ ମୋତେ ଏତେ ଦଣ୍ଡ କାହିଁକି ଦେଲେ? ମୁଁ କହିଲି, ସବୁ ଠିକ୍, କିନ୍ତୁ ଗର୍ବ ଅହଙ୍କାର କରିବା ଭୁଲ। ମୁଁ କାହାର ଅହଂ ଭାବ ସହିପାରିବିନି। ତାହେଲେ ମୁଁ ବି ତତେ କଥା ଦଉଛି, ଲୋକଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ତୋର ମୁଁ ଆଜି ବଦ୍ଧ କରିଛି ତ ଅହଙ୍କାରକୁ। କିନ୍ତୁ ମୋ ମନ ବି ଦୁଃଖ ହେଉଛି। ମୁଁ ଗୋଟାଏ ଦାନୀ ରାଜାକୁ ଅଭିଶାପ ଦେଇ ପାତାଳକୁ ପଠେଇଦେଲି, ଆଉ ମୁଁ ନିଜକୁ ଅଭିଶାପ ଦେଉଛି। ଗୋଟେ ଯୁଗ ଆସିବ, କଳି ଯୁଗ। ସେ ଯୁଗରେ ମୁଁ ଜଗତର ନାଥ ଜଗନ୍ନାଥ ରୂପରେ ଅବତାର ନେବି। ମୋର ଶରୀର ତ ଥିବ, କିନ୍ତୁ ଗୋଡ଼ ଆଉ ରହିବ ନାହିଁ। ନା ଥିବ ଯେ ଗୋଡ଼, ମୁଁ ବଳି ଭଳିଆ ଦାନୀ ବୀରକୁ ପାତାଳକୁ ପଠେଇବି। ସେଥିପାଇଁ ଆଜିକା ଯୁଗରେ ମୋର ଗୋଡ଼ ନାହିଁ। ଏବେ ତାହେଲେ ଶୁଣ, ମୋର ମୁଣ୍ଡ ତ ଅଛି, ମୋର ଚୁଟି କାହିଁକି ନାହିଁ? ଦ୍ୱାପର ଯୁଗର କଥା। ମୁଁ ଶ୍ରୀକୃଷ୍ଣ ରୂପରେ ଅବତାର ନେଇଥିଲି। ସେତେବେଳେ ଏକ କନ୍ୟା ରୁକ୍ମଣୀ ମୋତେ ବହୁତ ଭଲ ପାଉଥିଲେ। ରୁକ୍ମଣୀ କହୁଥିଲେ ମୋତେ ବାହା ହେବେ ବୋଲି, କିନ୍ତୁ ତାଙ୍କ ଘର ଲୋକ ରାଜି ନଥିଲେ। ତା ବାହାଘର ଅନ୍ୟ କାହା ସହିତ ସ୍ଥିର କରିଦେଇଥିଲେ। ରୁକ୍ମଣୀ ମୋତେ କହିଲେ, ଯଦି ତମେ ଆସିକି ମୋତେ ନ ନେବ, ମୁଁ ଆତ୍ମହତ୍ୟା କରିଦେବି। ଏହାପରେ ମୁଁ ଯାଇଥିଲି ରୁକ୍ମଣୀକି ଆଣିବା ପାଇଁ। ସେତେବେଳେ ତା ଭାଇ ରୁକ୍ମଣ ମୋର ପ୍ରତିରୋଧ କଲା, ମୋ ସହିତ ଯୁଦ୍ଧ କରିବା ପାଇଁ ବାହାରି ଆସିଲା। ମୁଁ ତାକୁ ଯେତେ ବୁଝେଇଲି ସିଏ ବୁଝିଲା ନାହିଁ। କହିଲା, ମୁଁ ତମ ସହିତ ଯୁଦ୍ଧ କରିବି। ତାପରେ ମୁଁ ରୁକ୍ମଣଙ୍କ ସହିତ ଯୁଦ୍ଧ କରି ତାକୁ ପରାସ୍ତ କଲି ଏବଂ ତାକୁ ବଦ୍ଧ କରିବା ପାଇଁ ଯାଉଥିଲି। ତାପରେ ମୋ ପତ୍ନୀ ରୁକ୍ମଣୀ କହିଲା, ଯେତେ ହେଲେ ସିଏ ମୋ ଭାଇଟା, ତମ ଶଳାଟା ହେବ, ତାକୁ ଛାଡ଼ି ଦିଅ। ମୋ କ୍ରୋଧ ଏତେ ଜୋରରେ ଥିଲା ଯେ ମୁଁ ରାଗିକି ତା
समस्त चुट्टी काटी ताकू नंडा करी अपमान करी ताकू छाड़ीदेली। परे जेतले मु ए कथा भाबिली मते भारी दुख लागिला। तापरे मु रुक्मण को कथा देइथेली जे तू जमारू व्यस्त होना, आज तो मुंडरे चुट्टी नाई ना मु काटिची। समय आसीब कली जुग, से जुगरे मु जगतर नाथ जगन्नाथ रूपरे अवतार नेबी। मोर मुंड तो थिब, मोर चुट्टी भी रहिब नाई। आज जो तू कष्ट पाउचु से जुगरे मु भी कष्ट पाइबी जुग जुग धरी। यही थिला मो कहानी। जेतबेले मु कर्मर हिसाब करने पाई बसे ना, मु निजको भी छाड़े नहीं। आउ सुन, तू मोर भक्त ना, तू जमारू व्यस्त होना, तो पाखे पाखे मु अच्छी। जेतबेले डर लागिब आखि बुझी मो ना नहीं जीवु, तोर सबू डर को मु दूर करदेवी। तोर भल समय पाखे आसुची, निज कर्म उपरे ध्यान दे।